आसंता 28 तारिखରୁ ଆରମ୍ଭ ହେବାକୁ ଯାଉଥିବା 35ତମ ଚନ୍ଦ୍ରଭାଗା ଉତ୍ସବକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ଆୟୋଜିତ ବୈଠକ ତଥା ଶେଷ ସାମ୍ବାଦିକ ସମ୍ମିଳନୀରେ ଉତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଚନ୍ଦ୍ରଭାଗା ଉପଦେଷ୍ଟା ସମାଜସେବୀ ନିରଞ୍ଜନ ଖୁଣ୍ଟିଆ ଓ ନାଟ୍ୟକାର ଆଶିଷ ଚକ୍ରବର୍ତ୍ତୀଙ୍କର ଯୁଗ୍ମ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। 28 ତାରିଖରୁ ଏହି ଉତ୍ସବ ଆରମ୍ଭ ହୋଇ 2025 ଜାନୁଆରୀ 4 ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଚାଲିବ। ଚନ୍ଦ୍ରଭାଗା ଓ ନାଚ ଅନୁଷ୍ଠାନର ମିଳିତ ସହଯୋଗରେ ରୋନାଲିସା ପଣ୍ଡାଙ୍କ ନେତୃତ୍ୱରେ ପ୍ରତିଭା ଚୟନ ଅନୁଷ୍ଠିତ ହେବ। ସେହିଭଳି ୟଙ୍ଗ ହାର୍ଟ ପକ୍ଷରୁ ମରୁତ ରାଉତଙ୍କ ନେତୃତ୍ୱରେ ଜାତୀୟ ସ୍ତରୀୟ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଓ ଡକ୍ଟର ଶଶିକାନ୍ତ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସାହିତ୍ୟ ଚର୍ଚ୍ଚା ସପ୍ତାହବ୍ୟାପୀ ବାଲେଶ୍ୱର ବହିମେଳା ଦିନ 2ଟାରୁ ରାତି 9ଟା ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା କବି ଶ୍ରୀଦେବ ସୂଚନା ଦେଇଛନ୍ତି। ଚନ୍ଦ୍ରଭାଗା ଉତ୍ସବର ଗୋଟିଏ ଏବର୍ଷ ପଞ୍ଚିଂ ଲାଇନ୍ ସ୍ଲୋଗାନଟି ରହିଛି 35 years of togetherness। ଆମେ କେମିତି ସବୁ ସଂଗଠିତ ହେଇକି ରହିଛୁ ବା ସମସ୍ତଙ୍କୁ ନେଇକି ଏ କାର୍ଯ୍ୟକ୍ରମ କରାହେଉଛି, ଏଇଟା ହେଲା ମୂଳ ଉଦ୍ଦେଶ୍ୟ। ଏଇ ବାର୍ତ୍ତାଟା ଆମର ସମସ୍ତଙ୍କ ପାଇଁ। ଆମେ ପାତର ଅନ୍ତର ଏସବୁ ଜିନିଷ କିଛି ନୁହେଁ, ଗୋଟିଏ ପ୍ରମୋଟ୍ କରିବା ପାଇଁ ଲିଟରେଚରକୁ ବେସ୍ କରି କଳା ସାହିତ୍ୟ ନାଟକ ଯେତିକି ପିଲାମାନଙ୍କ ଭିତରେ ଥିବା ଉଚ୍ଛ୍ୱାସ ଏଗୁଡ଼ାକୁ କେମିତି ଉତ୍ତୀର୍ଣ୍ଣ କରିବା ସଙ୍ଗେ ସଙ୍ଗେ ଆ ଭିତରେ ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆମେ ରିଭାଇଭ୍ କରୁଛୁ। ସେଟା ହେଉଛି ବାଲୁକାରେ 2ଟି ଷ୍ଟାଚ୍ୟୁ ଗାନ୍ଧୀ ସ୍ମୃତିବନ ଗେଟ୍ ପାଖରେ ହିଁ କରାଯିବ। ଟୁନା ବେହେରା ଯିଏକି ଆମରି ଅନୁଷ୍ଠାନ ସହିତ ଜଡ଼ିତ, ଏ ବର୍ଷ କୋଣାର୍କ ଫେଷ୍ଟିଭାଲରୁ ସେ ବେଷ୍ଟ ଆର୍ଟିଷ୍ଟ ଭାବରେ ବାଲୁକା ଶିଳ୍ପୀ ସେ ପୁରସ୍କୃତ ହୋଇଛନ୍ତି। ଆଜି ମଞ୍ଚରେ ମଧ୍ୟ ବସିଛନ୍ତି ଜଣେ ଯାହାକୁ କି ଆପଣମାନେ ଦେଖିଲେ ନିରଞ୍ଜନ ଖୁଣ୍ଟିଆ। ସେ ନିରଞ୍ଜନ ଖୁଣ୍ଟିଆଙ୍କୁ ଦିଆହେଇଛି ସିଟିଜେନ୍ ଆୱାର୍ଡ଼, ଯେଟା OTV ପ୍ରଦାନ କରିଛି। ଏମିତି କିଛି ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବା ଯୁବକ ସେମାନେ ସମଗ୍ର ଭାରତବର୍ଷକୁ ବିଚ୍ଛୁରିତ ହୋଇଯାଆନ୍ତୁ ଆଗାମୀ ଦିନରେ। ଏଇଠୁ ସ୍ପିରିଟେଡ୍ ହେଇ ଆଗକୁ କଳା ସାହିତ୍ୟ ସଂସ୍କୃତି ନାଟକ ଇଭେନ୍ ସର୍ଟ ଫିଲ୍ମସ୍ କରିବା ଆରମ୍ଭ କରିଛନ୍ତି ସେମାନେ। ଏସବୁ ଜିନିଷ ଗୁଡ଼ିକ ଆଗାମୀ ଦିନରେ ପ୍ରଭାବ ପକାଇବ ଆମ ଅଞ୍ଚଳ ପାଇଁ। ଏଇ ଫକୀରମୋହନର ମାଟିକୁ ଆହୁରି ଗୌରବାନ୍ୱିତ କରିବ। ଚନ୍ଦ୍ରଭାଗାର 5ଟି ସେଗମେଣ୍ଟର ଯେଉଁ କାର୍ଯ୍ୟକ୍ରମ ଏ ବର୍ଷ ରହିଛି, ନାଟକ ଗୋଟେ ପ୍ରମୁଖ କାର୍ଯ୍ୟକ୍ରମ। ନାଟକ ପରେ ପରେ ଯଦି ଦ୍ୱିତୀୟ ସ୍ଥାନ କହିବା, ଆମେ ନାଟକଟା ଲିଟରେଚର ଭିତରେ ଯାଉଛି। କବିତା ଗଳ୍ପ ଉପନ୍ୟାସ ଓ ନାଟକକୁ ବେଶୀ ଗୁରୁତ୍ୱ ଆମେ ଦେବାର କାରଣ ନାଟକ ପ୍ରଭାବିତ କରିଥାଏ ସାମାଜିକ ବିଧି ବ୍ୟବସ୍ଥାକୁ। ଆମେ ଆଶା ରଖୁଛୁ ଏହି କାର୍ଯ୍ୟକ୍ରମ ଦ୍ୱାରା ସେଇଭଳି ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚୁ ଏବଂ ଆମ ବାଲେଶ୍ୱରକୁ ଆହୁରି ସମଗ୍ର ଓଡ଼ିଶା ବାହାରେ ଫକୀରମୋହନଙ୍କର ସୁନାମକୁ ନେଇ ଆମେ ଆହୁରି ଉତ୍ତୀର୍ଣ୍ଣ ଅବସ୍ଥାରେ ନେଇ ପହଞ୍ଚି ପାରିବୁ ବୋଲି ବିଶ୍ୱାସ ରଖି ଏ କାର୍ଯ୍ୟକ୍ରମକୁ ବଜାୟ ରଖିଛୁ। ଅନୁଷ୍ଠିତ ବୈଠକରେ ବସ୍ତା ବିଧାୟିକା ସୁବାସିନୀ ଜେନା, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଉପସ୍ଥିତ ଥିଲେ। ଆଇନଜୀବୀ ପରଶୁରାମ ପ୍ରଧାନ ଏହି ବୈଠକରେ ଓ ସାମ୍ବାଦିକ ସମ୍ମିଳନୀକୁ ସଞ୍ଚାଳନ କରିଥିଲେ। ଚନ୍ଦ୍ରଭାଗାର ମିଡିଆ ସଂଯୋଜିକା ଜ୍ୟୋତିର୍ମୟୀ ଶତପଥୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସିଟିଜେନ୍ ଆୱାର୍ଡ ଆଚିଭର ବିଜେତା ନିରଞ୍ଜନ ଖୁଣ୍ଟିଆଙ୍କୁ ଚନ୍ଦ୍ରଭାଗା ପରିବାର ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲା।